ଚ୍ୟାନେଲ ଶୋଭାଯାତ୍ରା ପୋଲିସ ଉପରେ ସନ୍ଦେହ ହେଉଛି। ପୁଲିସର ଯେଉଁ ତଦନ୍ତ ରିପୋର୍ଟ କ୍ରାଇମ୍ ରେକର୍ଡ କଲା ପରେ ପୁଲିସଠାରୁ ସେ ଟୁଇଟ୍ କରିକି ଜଣାଉଛନ୍ତି ଯେ ଏଥିରେ କାହାର ସମ୍ପୃକ୍ତି ନାହିଁ। ତେଣୁକରି ବଳଙ୍ଗା ଝିଅକୁ ନ୍ୟାୟ ଦାବିରେ ଆମେ ଆଜି ଚ୍ୟାନେଲ ଶୋଭାଯାତ୍ରା କରୁଛୁ ଏବଂ ଆସନ୍ତା 10 ତାରିଖ ଦିନ ବଳଙ୍ଗାରୁ ନିମାପଡ଼ା ପ୍ରାୟ 5,000 ଲୋକଙ୍କୁ ନେଇ ଏକ ପଦଯାତ୍ରା ପିସିସି ସଭାପତିଙ୍କ ନେତୃତ୍ୱରେ ଏକ ପଦଯାତ୍ରା କରାଯାଉଛି। ସକାଳ 8:30ରୁ ବାହାରିବୁ ଏବଂ ସନ୍ଧ୍ୟାରେ ନିମାପଡ଼ାରେ ପ୍ରତିବାଦ ସଭା କରାଯିବ। ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ପୁରୀ ଜିଲ୍ଲା କଂଗ୍ରେସ କମିଟି। କଣ ଆଜି କଣ ପାଇଁ ଆଜି ସମଗ୍ର ଆମର এই କାକଟପୁର ଅଞ୍ଚଳରେ ଏକ ଯେଉଁ କ୍ୟାଣ୍ଡେଲ ମାର୍ଚ୍ଚ ଆୟୋଜନ କରାଯାଇଛି ପୁରୀ ଜିଲ୍ଲା ସଂଖ୍ୟାଲଘୁ କଂଗ୍ରେସ ବିଭାଗ ତରଫରୁ ବଳଙ୍ଗାର ପୀଡ଼ିତ ଝିଅ ସମିଧା ଖାତୁନଙ୍କୁ ଯେଉଁପରି ଭାବରେ ମାରି ଦିଆଯାଇଛି ତା ପାଇଁ ନ୍ୟାୟ ଦାବି କରି ଏବଂ ତାର ଅମର ଆତ୍ମାର ସଦ୍ଗତି କାମନା ପାଇଁ ଆମେ ଏକ ଶୋଭାଯାତ୍ରା ବାହାର କରୁଛୁ ଏବଂ ଏହାପରେ ଏକ ପ୍ରାର୍ଥନା ସଭା ରଖାଯାଇଛି କୋଟିଆ କନଭେନସନ।